ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। Praise the Lord. Praise the Lord. ଆଜି ଆମେ ପାଳକ ପ୍ରେମାଶିଷ ସତମନଙ୍କର ଗୋଟେ ବହୁତ ସୁନ୍ଦର ଲେଖା ଭୟ ଆଗରେ ଆନନ୍ଦୋତ୍ସବ ସେ ବିଷୟରେ କିଛି କଥା ହେବା। ହଁ ନିଶ୍ଚୟ, ଏଇଟା ବହୁତ ପ୍ରାସଙ୍ଗିକ ବିଷୟ। ଆମେ ଚେଷ୍ଟା କରିବା ବୁଝିବା ପାଇଁ କେମିତି ଭୟ ଆଉ ଏ ଯୋଉ ଅନିଶ୍ଚିତତା ଆମ ଜୀବନରେ ଆସେ ସେ ଭିତରେ ବି ଆଶା ଆଉ ଶକ୍ତି ମିଳିପାରିବ। ହଁ, ଆଉ ଏଥିପାଇଁ ଲେଖାରେ ବହୁତ ଭଲ ଦିଗଦର୍ଶନ ଦିଆଯାଇଛି। ମୋର ମନେ ପଡୁଛି 2 ତିମୋଥୀ 1:7 ପଦ, କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ବହୁ ଶକ୍ତିଶାଳୀ ବାକ୍ୟ। କିନ୍ତୁ ତଥାପି ବାସ୍ତବରେ ଆମେ ସମସ୍ତେ ଏମିତି ସମୟ ଦେଇ ଯାଉ ଯେତେବେଳେ ସବୁଆଡେ ଅନ୍ଧାର ଲାଗେ ନା? ଏକଦମ ଠିକ। ଭୟ ଗୋଟେ ବାସ୍ତବ ଅନୁଭୂତି, ତାକୁ ଆମେ ଅସ୍ୱୀକାର କରିପାରିବାନି। ହଁ, ସେଇ ଭୟକୁ ସ୍ୱୀକାର କରିବା ବି ଜରୁରୀ। କିନ୍ତୁ ଲେଖକ ଆଉ ଗୋଟେ ଦିଗ ଦେଖାଉଛନ୍ତି, ଗୀତ ସଂହିତା 23:4 କଥା। ଆଚ୍ଛା, ମୁଁ ମୃତ୍ୟୁ ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋ ସହବର୍ତ୍ତୀ। ଏଇଠି ପ୍ରଶ୍ନ ଆସୁଛି, ଯଦି ସେ ଅନ୍ଧାରିଆ ରାସ୍ତାରେ ଜଣେ ସାଥୀ ଅଛନ୍ତି ଯିଏ ସବୁଠୁ ଶକ୍ତିଶାଳୀ, ତେବେ? ହଁ, ଏବଂ ସେ ସହବର୍ତ୍ତୀ ହେବା କେବଳ ପାଖରେ ଠିଆ ହେବା ନୁହେଁ। କେମିତି? ସେଇ ପଦରେ ଆଗକୁ ଅଛି, ତୁମର ପାଞ୍ଚଣ ଆଉ ତୁମର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ଏ ଦୁଇଟା ଜିନିଷ ଦେଖନ୍ତୁ। ପାଞ୍ଚଣ ଆଉ ବାଡ଼ି। ପାଞ୍ଚଣ ହେଲା ରାସ୍ତା ଦେଖେଇବା ପାଇଁ, ମାର୍ଗଦର୍ଶନ ପାଇଁ, ଆଉ ବାଡ଼ି ହେଲା ସୁରକ୍ଷା ପାଇଁ, ଆକ୍ରମଣରୁ ବଞ୍ଚେଇବା ପାଇଁ। ଆଚ୍ଛା, ତେବେ ତାଙ୍କ ଉପସ୍ଥିତି କେବଳ ପାଖରେ ରହିବା ନୁହେଁ, ଏହା ସକ୍ରିୟ ସାହାଯ୍ୟ ଆଉ ସୁରକ୍ଷା। ଏକଦମ। ଏଇ ଅନୁଭୂତି ହିଁ ତ ଭୟକୁ କମ୍ କରେ, ସାନ୍ତ୍ୱନା ଦିଏ। ଆମେ ଏକୁଟିଆ ନୁହେଁ, ଏଇ ଭାବନାଟା ବହୁତ ବଡ଼ ଶକ୍ତି। ହଁ, ଏହା ପରେ ଯୋଉ ଚିତ୍ର ଆସୁଛି ଗୀତ ସଂହିତା 23:5ରେ, ସେଇଟା ବାସ୍ତବରେ ଆଶ୍ଚର୍ଯ୍ୟ କରିଦେଲା ଭଳି। କୋଉଟା? ତୁମ୍ଭେ ମୋ ଶତ୍ରୁଗଣଙ୍କ ସାକ୍ଷାତରେ ମୋ ସମ୍ମୁଖରେ ମେଜ ସଜାଉଅଛ। ଏ କଥାଟା ଟିକେ ଭାବନ୍ତୁ। ଚାରିପଟେ ଶତ୍ରୁ, ମାନେ ବିପଦ, ଚିନ୍ତା, ସମସ୍ୟା। ହଁ ହଁ, ପରିସ୍ଥିତି ପୁରା ବିପରୀତ। ଆଉ ସେଇଠି ପରମେଶ୍ୱର ଗୋଟେ ଭୋଜି ଆୟୋଜନ କରୁଛନ୍ତି, କହୁଛନ୍ତି ଆସ, ବସ, ଖାଅ। ଏଇଟା ଅବିଶ୍ୱାସନୀୟ ଲାଗୁଛି, କିନ୍ତୁ ଏହାର ଗଭୀର ଅର୍ଥ ଅଛି। ଏପରିକି ଆଗକୁ କୁହାଯାଇଛି, ତୁମ୍ଭେ ତେଳରେ ମୋ ମସ୍ତକ ସିକ୍ତ କରିଅଛ, ମୋ ପାନପାତ୍ର ଉଛୁଳି ପଡ଼ୁଅଛି। ମାନେ ପୁରା ସମ୍ମାନର ସହିତ, ପ୍ରଚୁରତାର ସହିତ। ହଁ, ଏହା ତାଙ୍କର ଯତ୍ନ ଆଉ ଯୋଗାଣକୁ ଦେଖାଉଛି। ସେ କେବଳ ବଞ୍ଚେଇ ରଖନ୍ତିନି, ସେ ଆଶୀର୍ବାଦରେ ପୂର୍ଣ୍ଣ କରନ୍ତି। ଲେଖକ ଏହାକୁ 1 କରିନ୍ଥିୟ 10:21 ସହ ବି ଯୋଡ଼ିଛନ୍ତି, ପ୍ରଭୁଙ୍କ ମେଜ ସହିତ। ହଁ, ଯାହାକି ଆଧ୍ୟାତ୍ମିକ ପୋଷଣ ଆଉ ସହଭାଗିତାର ପ୍ରତୀକ, ବିଶେଷ କରି କଠିନ ସମୟରେ। କିନ୍ତୁ ଏ ଭୋଜିର ସମୟଟା ଶତ୍ରୁଗଣଙ୍କ ସାକ୍ଷାତରେ, ଏଇଟା ଟିକେ ଅଲଗା ଲାଗୁଛି। ସାଧାରଣତଃ ତ ଜିତିବା ପରେ ଉତ୍ସବ ହୁଏ। ଠିକ୍ କହିଲେ। ଏଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ପରମେଶ୍ୱର ଯୁଦ୍ଧ ସରିବା ଯାଏଁ ଅପେକ୍ଷା କରୁନାହାନ୍ତି। ମାନେ ସଂଘର୍ଷ ଚାଲିଥିବା ବେଳେ ହିଁ ସେ ଆମକୁ ତାଙ୍କ ଉପରେ ବିଶ୍ରାମ କରିବାକୁ, ତାଙ୍କ ଯୋଗାଣ ଉପରେ ଭରସା ରଖିବାକୁ ଡାକୁଛନ୍ତି। ଆଚ୍ଛା, ଯେମିତି ସେ କହୁଛନ୍ତି, ତୁମ୍ଭେ ବ୍ୟସ୍ତ ହୁଅନି, ଖାଲି ମୋ ଉପରେ ଭରସା ରଖ, ମୁଁ ଲଢ଼ୁଛି। ବାସ୍ ସେଇଆ। ଏ ଭୋଜି କେବଳ ଖାଇବା ପିଇବା ନୁହେଁ, ଏହା ହେଉଛି ବିଶ୍ୱାସର ଏକ ପ୍ରକାଶ। ଚିନ୍ତା ତାଙ୍କୁ ଦେଇ ଶାନ୍ତିରେ ରହିବା, ତାଙ୍କ ଶକ୍ତିକୁ ଅନୁଭବ କରିବା। ଏହା ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ବାସ୍ତବ ଜୀବନରେ ଯେତେବେଳେ ପ୍ରକୃତରେ ଚାରିଆଡୁ ଚାପ ଥାଏ, ସେତେବେଳେ ଏମିତି ଶାନ୍ତିରେ ବସି ଭୋଜି କରିବା, ଏଇଟା କେତେ ସମ୍ଭବ? ହଁ, ଏଇଟା ଏକ ଚ୍ୟାଲେଞ୍ଜ। ଏଥିପାଇଁ ତ ବିଶ୍ୱାସ ଦରକାର। ଏକ ସଚେତନ ନିଷ୍ପତ୍ତି ନେବାକୁ ପଡ଼େ ଯେ ମୁଁ ଭୟକୁ ନ ଦେଖି ପରମେଶ୍ୱରଙ୍କୁ ଦେଖିବି। ଠିକ୍ ଅଛି। ଆଉ ଏ ବିଶ୍ୱାସର ଫଳ ବିଷୟରେ ବୋଧେ ପରବର୍ତ୍ତୀ ପଦରେ କୁହାଯାଇଛି। ହଁ, ଗୀତ ସଂହିତା 23:6। ନିଶ୍ଚୟ ମଙ୍ଗଳ ଓ ଦୟା ମୋର ଜୀବନର ଯାବତୀୟ ଦିନ ମୋ ପଛେ ପଛେ ଗୋଡ଼ାଇବେ। ଏଠି ଗୋଡ଼ାଇବ ଶବ୍ଦଟା ବହୁତ ଇଣ୍ଟରେଷ୍ଟିଂ ଲାଗୁଛି, ପିଛା କରିବା ଭଳି। ଏକଦମ, ଯେମିତି ଜଣେ ଶିକାରୀ ତା ଶିକାର ପଛରେ ଗୋଡ଼ାଏ। ଏଠି କିନ୍ତୁ ଭୟ କି ସମସ୍ୟା ଆମ ପିଛା କରୁନି, ବରଂ ପରମେଶ୍ୱରଙ୍କ ମଙ୍ଗଳ ଆଉ ଦୟା ଆମ ପିଛା କରୁଛି। ହଁ, ସେମାନେ ଆମକୁ ଛାଡ଼ିବେନି, ସବୁବେଳେ ଆମ ସାଙ୍ଗରେ, ଆମ ପଛେ ପଛେ ରହିବେ।
ଏହାକୁ ଆମେ ଯେକୌଣସି ପରିସ୍ଥିତିରେ ଭାବିପାରିବା ନା, ହସ୍ପିଟାଲ ବେଡ୍ ହେଉ, କାମର ଚାପ ହେଉ କିମ୍ବା ଜନଗହଳିରେ ଏକା ଲାଗୁଥିଲେ ବି। ନିଶ୍ଚିତ, ସବୁ ସମୟରେ ସବୁ ଜାଗାରେ। ତେବେ ଯଦି ଆମେ ପାଳକ ପ୍ରେମାଶୀ ସତମନଙ୍କର ଏହି ଲେଖାର ମୂଳ କଥାକୁ ଦେଖିବା, ତାହେଲେ ଏହା ଆମକୁ କହୁଛି ଯେ ଭୟ ଉପରୁ ନଜର ହଟେଇ ପରମେଶ୍ୱରଙ୍କର ଉପସ୍ଥିତି, ତାଙ୍କର ଆଶ୍ଚର୍ଯ୍ୟଜନକ ଯୋଗାଣ ଆଉ ତାଙ୍କର ନିରନ୍ତର କରୁଣା ଉପରେ ଧ୍ୟାନ ଦେବା ପାଇଁ। ସଠିକ୍। ଭୟକୁ ମନା କରିବାକୁ କହୁନି, ଭୟ ରହିବ, କିନ୍ତୁ ଆମେ ଆମ ବିଶ୍ୱାସ କୋଉଠି ରଖିବା, ଶକ୍ତି କୋଉଠୁ ଆଣିବା, ସେଟା ବାଛିବାର କଥା। ହଁ, ଏଇ ବାଛିବାଟା ହିଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଇ ଅନ୍ଧକାର ଭିତରେ ବି ଆନନ୍ଦୋତ୍ସବ କରିହେବ। ନିଶ୍ଚୟ। ଆଉ ଶେଷରେ ଗୋଟିଏ କଥା ମନକୁ ଆସୁଛେ, ଯଦିଓ ଲେଖାରେ ସିଧା ନାହିଁ, କୁହନ୍ତୁ, ବୋଧହୁଏ ପ୍ରକୃତ ଭୋଜି କେବଳ ଭବିଷ୍ୟତର ଜୟ ପାଇଁ ଅପେକ୍ଷା ନୁହେଁ, ବରଂ ସଂଘର୍ଷ ଚାଲିଥିବା ବେଳେ ହିଁ ପରମେଶ୍ୱରଙ୍କ ଉପରେ ପୁରା ଭରସା କରିବାରେ ଯେଉଁ ଶକ୍ତି ମିଳେ, ଯେଉଁ ଶାନ୍ତି ମିଳେ, ଯେଉଁ ସ୍ଥିରତା ଆସେ, ସେଇଟା ହିଁ ବୋଧେ ବର୍ତ୍ତମାନର ପ୍ରକୃତ ଭୋଜି। এই অনুভবটা ହିଁ ভোজি পরি। বাহ, এটা বহুত গভীর চিন্তা। প্রেজ দ্য লর্ড। প্রেজ দ্য লর্ড। আজি আত্মিক যাত্রা কার্যক্রমরে যোগ দেওয়া পাই ধন্যবাদ, যেউঠি আমি প্রতিদিন পরমেশ্বরଙ୍କ বাক্য আলোচনা করুଅଛୁ। যদি ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ अपना फैमिली आउ फ्रेंड्स व्हाट्सएप ग्रुप रे शेयर करंतु। आसंता काली पुणी देखा हबा। धन्यवाद।